ଶହେରୁ ଉର୍ଦ୍ଧ୍ୱ ଆଖୁ ଚାଷୀଙ୍କ ଆଖୁ କିଆରି ନିଆଁ ଲାଗି ଜଳିଗଲା। ଆଜି ପ୍ରାୟ 100ରୁ ଉର୍ଦ୍ଧ୍ୱ ଆଖୁ ଚାଷୀଙ୍କ ଆଖୁ କିଆରି ନିଆଁ ଲାଗି ଜଳିଯାଇଛି। ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଓ ରାଇବଣିଆ ଥାନା ଅଧୀନରେ ଥିବା କୋରପୁର ଗ୍ରାମରେ ଆଜି ଅଚାନକ ବହୁ ଆଖୁ ଚାଷୀଙ୍କ ଆଖୁ କିଆରିରେ ନିଆଁ ଲାଗି ଜଳିଯାଇଥିଲା। ନିଆଁର ପ୍ରଖର ଏତେ ଥିଲା ଯେ ସଙ୍ଗେ ସଙ୍ଗେ ହେକ୍ଟର ହେକ୍ଟର ଆଖୁ କିଆରିକୁ ବ୍ୟାପିବାରେ ଲାଗିଥିଲା। ନିମପୁର, ଚାଟପାଳ ଓ ନଅମାଣିଆ ଅଞ୍ଚଳର 100ରୁ ଉର୍ଦ୍ଧ୍ୱ ଚାଷୀଙ୍କ ଆଖୁ କିଆରି ନିଆଁ ଲାଗି ଜଳିଯାଇଥିବାର ଜଣାପଡ଼ିଛି। ଜଳୁଥିବା ନିଆଁକୁ ଆୟତ୍ତ କରିବା ପାଇଁ ଚାଷୀଙ୍କ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ବିଫଳ ହୋଇଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଅଗ୍ନିକାଣ୍ଡ ବାହିନୀକୁ ଖବର ଦେବା ପରେ ବି ଘଟଣାସ୍ଥଳରେ ପହଞ୍ଚି ପାରିଲା ନାହିଁ ଅଗ୍ନିଶମ ବାହିନୀ, ଯାହାକୁ ନେଇ ଚାଷୀଙ୍କ ଅସନ୍ତୋଷ ଦେଖାଦେଇଛି। ଯଥାଶୀଘ୍ର ନିଆଁକୁ ଆୟତ୍ତ କରାନଗଲେ ଆହୁରି ହେକ୍ଟର ହେକ୍ଟର ଆଖୁ ଜମିରେ ନିଆଁ ଜଳି ପୋଡ଼ି ପାଉଁଶ ହୋଇଯିବାର ସମ୍ଭାବନା ଅଛି। ରମାକାନ୍ତ ପାଳ ମୁଁ ଆଖୁ ମେସିନ ଡିମାଣ୍ଡ କରେ। ମୁଁ ତ ସବୁ ପୁଡ଼ି ଯାଇଛି, କଣ କରିବି? କିସ କରିକି ଚଳିବି? ମୁଁ ଛୁଆ ମାଇପ ବଂଶ କାରକ ପୁଷିବି, ଗୋଟା ଏରିଆ ପୁଡ଼ି ଯାଉଛି, କଣ କରିବି? ମୁଁ କେତେ ଜମି ପଡିଲା ତମର? ମୋ ପୁଡ଼ିଛି ମାନେ 1.5 ମାଣ ପାଖାପାଖି ହବ ମୋ ନିଜର। କେମିତି ପଡିଲା? କେମିତି? এই যে ମୁଁ ତ ମେସିନ କୁ ଚାଲିଥିଲି, ଆଇବାକୁ ଶୁଣିଲି ଯେ ଫୋନ କଲି, ଜଣେଇଲେ ଯେ ଆଖୁଲ ପୁଡ଼ିଛି। ମୁଁ ଆଖପାଖ ଆଖୁ ମେସିନ ବନ୍ଦ କରିକି ଆଇବାରୁ ମୋର ପୁରା ସମ୍ପୂର୍ଣ୍ଣ ପୁଡ଼ିଛି, ଧୁଆ ଉଡ଼ିଛି। ମୁଁ କଣ କରିବି, କିସ କରିବି, କଣ କିଛି ବୁଝିପାରୁନି। ତେବେ ଆପଣ ଯାଆନ୍ତୁ ଗୋଟେ କିଛି ଗୋଟେ ଏକ ଅବସ୍ଥା କରୁନ, କଣ କରିବେ ଦେଖୁଛନ୍ତି ପରିସ୍ଥିତି। ଆଉ ଘର ଏ ଯୋଉ ଆଖୁ କିଆରିରେ ନିଆଁ ଜଳୁଛି, କେମିତି ଲାଗିଲା? କେତେ ଏକର ଜଳୁଛି କହିପାରିବେ? ଖନ୍ଦ ଲଗଣିଆ ହବ ବୋଲି ସେ ତାକୁ ସଫାସୁତୁରା କରାହେଉଥିଲା, ଟିକେ ମାନେ ଅଣବଦରେ ସଫା କରି ନିଆଁ ଲଗଣା ହେଇଥିଲା। ନିଆଁ ଲଗାଇବା ପରେ ଉତ୍ତରା ଯୋଉ ପବନଟା ଦେଲା, ସେଇ ପବନରେ ନିଆଁଟା ମାଡ଼ି ଚାଲିଲା। ଆଉ କେତେ ଏକର ଜମି? 100 ଏକର ପାଖାପାଖି ହବ। କେତେ ଚାଷୀ? ଚାଷୀ କମ 110-15 ଚାଷୀ ଉପରେ ହବ। ବର୍ତ୍ତମାନ ବି ନିଆଁ ଜଳୁଛି? ବର୍ତ୍ତମାନ ନିଆଁ ଜଳୁଛି। ଦମକଳ ଜଳସୁର ଆସିଥିଲା, ସେମାନେ ଆସି ନିଆଁ କିଛି କଲେ, ନିଆଁ କରିକି ବର୍ତ୍ତମାନ ସେମାନେ ରିପୋର୍ଟ ନେଇକି ଯାଇଛନ୍ତି। ଏ ଯୋଉ ଚାଷ ଜମି ଜଳିଛି, ଚାଷୀଙ୍କର ନାଁ କହିପାରିବେ? କେତେ କଣ କିଏ ଚାଷୀ ଥିଲା? ବଡ ଚାଷୀ ଆଉ 100-150 ଯଦି 120 ବଡ ବଡ ଚାଷୀ କାନୁ କରଣ, ଆଉ ଉମାକାନ୍ତ ପାଳ, ତୁମର ପ୍ରଦୀପ ପାଳ, ନିତ୍ୟାନନ୍ଦ ସାମଲ, ଏରକମ ସବୁ ଚାଷୀ ଅଛି। ବହୁତ ବଡ ବଡ ଚାଷୀ ସବୁ ଅଛ। ଏ ଯୋଉ କାହା ବିଲରେ ଲଗା ଯାଇଥିଲା ନିଆଁ? ପ୍ରଥମେ ସେ ତା ଡାକା ନାଁ ଭଲ ଡାକା ନାଁ ହଉଛି ମକରା ବୋଲି। ସେଇ ଲଗଉଥିଲା, ତା ଖନ୍ଦ ଲଗେଇବେ ବୋଲି। ସେଠି ଯେ ନିଆଁଟା ଉତ୍ତରା ଏଭାବେ ଦେଲା, ମାନେ ଗୋଟେ ପରେ ଚାଲିଛି। ଆଉ ନିଆଁ ଆୟତ୍ତ କରି ହେଲାନି। ଆଉ ଜଳେଶ୍ୱର ମନୋଜ କୁମାର ଭୂୟାଙ୍କ ରିପୋର୍ଟ, ଅପରାହ୍ନ ଲାଇଭ୍।